ରୋଷିକଲାରେ ଗତ ବର୍ଷ ବି ଆମର ଅଲିଭ୍ ରେଲି ଯେଉଁ କଥା ଉଠିଥିଲା ଏଥିରେ ବହୁତ ସଂଖ୍ୟକ ଆସିଥିଲେ। ଏଥର ବି ମଧ୍ୟ ଆମର 6-7 ଲକ୍ଷର ଯେଉଁ ଆଶା କରାହେଉଛି ଆସିବେ ବୋଲି, ସେଇଟା ଗୋଟେ ଆମର ସୁନ୍ଦର ପରିବେଶ ଏବଂ ସମଗ୍ର ଭାରତବର୍ଷରେ ଆମର ଭିତରକନିକା ଏବଂ ଋଷିକଲାରେ ଯେଉଁ ଆମର କଇଁଛ ଏଇ ଯେଉଁ ସିଜନରେ ଆସନ୍ତି ହଜାର ହଜାର ସଂଖ୍ୟକ ଲକ୍ଷ ଲକ୍ଷ ସଂଖ୍ୟକ ଆସନ୍ତି। ତାର ସଂରକ୍ଷଣ ପାଇଁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ପୁରା ସଜାଗ ହେଇକି ଅଛି ଯେ ତାକୁ କେମିତି ଆମେ ବାହାରିଆ ଯେଉଁ ବିଭିନ୍ନ ପ୍ରକାର ଆଣ୍ଟି ସୋସିଆଲ ମାନଙ୍କର ନଜର ଆସେ ଏବଂ ବିଗତ ଦିନମାନଙ୍କରେ ଆପଣ ମିଡ଼ିଆ ବନ୍ଧୁମାନେ ଦେଖେଇଥିଲେ ବିଭିନ୍ନ ପ୍ରକାର ଆଣ୍ଟି ସୋସିଆଲ ମାନେ କଇଁଛମାନଙ୍କୁ ମାନେ ବିଭିନ୍ନ ସମୟରେ ବିକ୍ରି ବଟା ବି କରିଥାନ୍ତି। ଏ ଦିଗରେ ଫରେଷ୍ଟ ଡିପାର୍ଟମେଣ୍ଟ ପୁରା ମାନେ କ୍ଲୋଜ୍ ମନିଟରିଂ କରୁଛି, ସେ ଦିଗରେ ସଜାଗ ଅଛି। ଆଗାମୀ ଭବିଷ୍ୟତରେ ବିଭିନ୍ନ ପ୍ରକାର ୱାଚ୍ ଟାୱାର ବନେଇବାର ଅଛି ସେଇ ଏମ୍ବାଙ୍କମେଣ୍ଟ ମାନେ ସେଇ ଯେଉଁ ଉପକୂଳ ଅଞ୍ଚଳରେ ଋଷିକଲା ଭିତରକନିକା ଏଇ ଅଞ୍ଚଳରେ ଆମର ୱାଚ୍ ଟାୱାର ଯେଉଁଟାକି ବାହାରିଆ ଲୋକଙ୍କର ଯେଉଁ ଶିକାରୀମାନେ ଆସନ୍ତି ସେମାନଙ୍କୁ ଯେମିତି ନେଇପାରିବେନି କି ଚୋରି ଡକାୟତ କରିପାରିବେନି, ସେ ଦିଗରେ ଡିପାର୍ଟମେଣ୍ଟ ପୁରା ସଜାଗ ଅଛି। ପ୍ଲାନ୍ ତ ଆମର ଡିଏଫଓ ମାନଙ୍କୁ ଆରସିସିଏଫ୍ ମାନଙ୍କୁ ନିର୍ଦ୍ଦେଶ ଦିଆହେଇଛି ତୁରନ୍ତ ୱାଚ୍ ଟାୱାର କଲେ ଆମେ ସେମାନଙ୍କୁ ବିଧିବଦ୍ଧ ଭାବରେ ଆମର ଆୟତ୍ତରେ ରଖିପାରିବା, ସଂରକ୍ଷଣ ରଖିପାରିବା। ଆମେ ଆଶା କରୁଛୁ ଋଷିକଲାରେ ଅସଂଖ୍ୟ ଯେଉଁ ଆସୁଛନ୍ତି ଅଲିଭ୍ ରେଲି ତାଙ୍କୁ ସୁରକ୍ଷା କରିବା ପାଇଁ ପାଖାପାଖି 3 ଜାଗାରେ ମୁଁ ଗତ ବର୍ଷ ନିର୍ଦ୍ଦେଶ ଦେଇଥିଲି। ଏଥର ମଧ୍ୟ ଆମେ ଯାହା ଫିଜିବିଲିଟି ଅଛି ଯେଉଁ ଜାଗାରେ ଆମର ବିଭିନ୍ନ ପ୍ରକାର ଆଣ୍ଟି ସୋସିଆଲ ଲୋକଙ୍କର ଏଣ୍ଟ୍ରି ପଏଣ୍ଟ ସବୁ ଅଛି ସେ ଜାଗାରେ ୱାଚ୍ ଟାୱାର କରିକି ଫରେଷ୍ଟ ଡିପାର୍ଟମେଣ୍ଟ ମନିଟରିଂ କରିବ।